ମାଲକାନଗିରି ଜିଲ୍ଲାରେ ଗସ୍ତ କରିଛନ୍ତି ବିଏସ୍ଏଫ୍ ଆଇଜି ସତୀଶ ଚନ୍ଦ୍ର ବୁଢ଼ାକୋଟି। ମାଲକାନଗିରି ଜିଲ୍ଲାର ଶୈବାନ ଅଞ୍ଚଳ ଏବଂ ସୀମାନ୍ତ ଆନ୍ଧ୍ରରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଏହାପରେ ବିଏସ୍ଏଫ୍ ଅଫିସରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଜିଲ୍ଲାରୁ ମାଓମୁକ୍ତ କରିବା ପାଇଁ କରାଯାଇଛି ନୂଆ ରଣନୀତି। ମାଲକାନଗିରି ବିଏସ୍ଏଫ୍ ମୁଖ୍ୟ କାର୍ଯ୍ୟାଳୟରେ ବିଏସ୍ଏଫ୍ ଅଧିକାରୀ ଏବଂ ମାଲକାନଗିରି ଏସ୍ପିଙ୍କ ସହ ମଧ୍ୟ ମାଓ ଦମନ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ବିଏସ୍ଏଫ୍ ଆଇଜି ସତୀଶ ଚନ୍ଦ୍ର ବୁଢ଼ାକୋଟି। ମାଲକାନଗିରି ଜିଲ୍ଲା ଶୈବାନ ଅଞ୍ଚଳ ଏବଂ ସୀମାନ୍ତ ଆନ୍ଧ୍ରରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଏହାପରେ ବିଏସ୍ଏଫ୍ ଅଫିସରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଜିଲ୍ଲାରୁ ମାଓମୁକ୍ତ କରିବା ପାଇଁ କରାଯାଇଛି ନୂଆ ରଣନୀତି। ମାଲକାନଗିରି ବିଏସ୍ଏଫ୍ ମୁଖ୍ୟ କାର୍ଯ୍ୟାଳୟରେ ବିଏସ୍ଏଫ୍ ଅଧିକାରୀ ଏବଂ ମାଲକାନଗିରି ଏସ୍ପିଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା, ଯେଉଁଠାରେ କି ନୂଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। କିଭଳି ଭାବରେ ମାଓବାଦୀଙ୍କୁ ମୁକାବିଲା କରାଯାଇପାରିବ ସେଥିନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ମଧ୍ୟ ହୋଇଛି। ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ବିଏସ୍ଏଫ୍ ଆଇଜି ସତୀଶ ଚନ୍ଦ୍ର ବୁଢ଼ାକୋଟି। ମାଲକାନଗିରି ଜିଲ୍ଲାର ଶୈବାନ ଅଞ୍ଚଳ ଏବଂ ସୀମାନ୍ତ ଆନ୍ଧ୍ରରେ ଥିବା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ବିଏସ୍ଏଫ୍ ଅଫିସରଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଜିଲ୍ଲାରୁ ମାଓମୁକ୍ତ କରିବା ନେଇ କରାଯାଇଛି ନୂଆ ରଣନୀତି। ମାଲକାନଗିରି ବିଏସ୍ଏଫ୍ ମୁଖ୍ୟ କାର୍ଯ୍ୟାଳୟରେ ବିଏସ୍ଏଫ୍ ଅଧିକାରୀ ଏବଂ ମାଲକାନଗିରି ଏସ୍ପିଙ୍କ ସହିତ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ହୋଇଥିଲା। ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ବିଏସ୍ଏଫ୍ ଆଇଜି ସତୀଶ ଚନ୍ଦ୍ର ବୁଢ଼ାକୋଟି। ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ଏବଂ ସୀମାନ୍ତ ଆନ୍ଧ୍ରରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅନୁଧ୍ୟାନ କରିଛନ୍ତି। ଏହାପରେ ବିଏସ୍ଏଫ୍ ଅଫିସରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜିଲ୍ଲାରୁ ମାଓମୁକ୍ତ କରିବା ନେଇ କିଭଳି ଭାବରେ କରାଯାଇପାରିବ ସେ ନେଇ ନୂଆ ରଣନୀତି ପ୍ରସ୍ତୁତ ମଧ୍ୟ କରାଯାଇଛି। ମାଲକାନଗିରି ବିଏସ୍ଏଫ୍ ମୁଖ୍ୟ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା।